କିନ୍ତୁ ପର୍ଣ୍ଣମାସୀରେ ବି କହୁଛନ୍ତି ସେ ଝିଅଟା ପରେ 3 ଦିନ ହେଲା ଖାଇନି। ଆଚ୍ଛା କାନ୍ଦୁନି, ଆଖି ଫିଟେଇ ଚାହୁଁନି। ତାପରେ ଆମ ବନ୍ଧୁ ହିସାବରେ ଯଦି ବନ୍ଧୁର ଦୁଃଖ ବିପଦ ସମୟରେ ଛିଡା ନହେଲା ଆମ ବନ୍ଧୁ ଆମ କଣ କହିବେ? ନା ଠିକ କଥା ଯଶୋଦେ ଆଜ୍ଞା ଚାଲ ଯିବା। ହେଲେ ଯିବା ତ ସ୍ୱାମୀ। କୃଷ୍ଣ ତ 3 ଦିନର ଛୁଆଟା ତାକୁ କୋଉଠି ଛାଡିକି ଯିବା? ଯଶୋଦେ କହିଲେ କୃଷ୍ଣଙ୍କର ବୟସ ମାତ୍ର 3 ଦିନ। ଆଜ୍ଞା ବା କୃଷ୍ଣକୁ ଏତେ 7 ଦିନ ହବ ସେଇଦିନ ଆଗେ ପୁତନା ମରିବ, କିନ୍ତୁ ପୁତନା ସେ ପର୍ଯ୍ୟନ୍ତ ମରିବ। ଆଉ ତା ମୃତ୍ୟୁର ସମୟ ହଉଛି ଇଏ 3 ଦିନ ଗଲେ ଆଉ 4 ଦିନ ଅଷ୍ଟମୀରେ ପ୍ରଭୁ ଜନ୍ମ ନେଇଥିଲେ ନାଇଁ, କିନ୍ତୁ ପୁତନା ମରିଥିଲା ଚତୁର୍ଦଶୀରେ। ଆପଣଙ୍କର କୃଷ୍ଣ ଚତୁର୍ଦଶୀରେ ପୁତନା ବଧ ହେଇଛି। କାହିଁକି ଚତୁର୍ଦଶୀ ହବ ସେ କଥା ଅଲଗା ବାବୁ। ତେଣୁ ପୁତନା ଏ ଯୋଉ ଆପଣ ମାନଙ୍କର 3 ଛୁଆକୁ ପକେଇଛି ଆଜି ନନ୍ଦନରେ ଥିଲେ ଯଶୋମତୀ ଆଜ୍ଞା ତାର ଗୋଟେ କାମ କର, କଣ? ସେ ପୁଅକୁ ଆଉ କାହା ପାଖରେ ଛାଡିବା? କାହା ପାଖରେ ଛାଡିବା? ସାଙ୍ଗରେ ନେଇକି ଆସ। କାକରେ ନେଇକି ଯିବା? ଅଭିମନ୍ୟୁ କହିଲେ ପକ୍ଷରେ ଘେନି ମଙ୍ଗଳା 3 ଦିନର ପୁଅ କୃଷ୍ଣ କାଖରେ ନେଇ ନନ୍ଦରାଣୀ ଯଶୋଦା ପହଞ୍ଚିଲେ ବୃଷଭାନଙ୍କ ଘରେ। ଯେତେବେଳେ ବୃଷଭାନ ଦେଖି ପକେଇଲି ଡାକିଲେ କେତେ ଆଜ୍ଞା ବନ୍ଧୁ ଆସିଛନ୍ତି ନନ୍ଦରାଜ, ବନ୍ଧୁ ପତ୍ନୀ ଆସିଛନ୍ତି, ତାଙ୍କର ସତ୍କାର ଟିକେ କର। କିନ୍ତୁ ଆଜ୍ଞା ଯଶୋମତୀ କହିଲେ ନାହିଁ ରାଜା, ଆମେ ଆସିଛୁ ଝିଅକୁ ଦେଖିବୁ, ଝିଅକୁ ଟିକେ ଦେଖାଅ। ବୃଷଭାନୁ ଦେଖେଇଦେଲେ ଝିଅ, ସୁନା ଦଳିରେ ଝିଅ ଶୋଇଛି, ଆଖି ଫିଟେଇ ଚାହୁଁନି। କିନ୍ତୁ କୃଷ୍ଣ ବାଳ ଗୋପାଳ କୃଷ୍ଣ ମା ଯଶୋଦାର କ୍ଷୀର ଖାଉଥିଲା। କ୍ଷୀର ଖାଇବା ଛାଡି ସେ ଦୋଳି ଭିତରେ ବନେଇଲେ, ଚାହିଁଲେ, ଟିକେ ହସିଲେ ବାଳ ମୁକୁନ୍ଦ କୃଷ୍ଣ। ମୁଁ ଜାଣିଛି ତମେ 3 ଦିନ ହେଲା ଚାହିଁନା, ମୁଁ ଜାଣିଛି ତମେ 3 ଦିନ ହେଲା ଖାଉନା, ମୁଁ ଜାଣିଛି ତମେ କାହିଁକି କାନ୍ଦୁନା। କାରଣ ଗୋଲକ ବୈକୁଣ୍ଠରେ ଯେତେବେଳେ ତମକୁ ବାଧ୍ୟ କରି ମର୍ତ୍ତ୍ୟକୁ ଯିବା ପାଇଁ, ଅବ୍ୟକ୍ତ ଲୋକକୁ ବ୍ୟକ୍ତ କରିବା ପାଇଁ, ଅପ୍ରାକୃତ ଲୋକକୁ ପ୍ରାକୃତରେ ପ୍ରକଟିତ କରିବା ପାଇଁ ସେତେବେଳେ କହିଥିଲା ପ୍ରଭୁ ମୁଁ ଯିବି ଯେ, କିନ୍ତୁ ଗୋଟିଏ ସର୍ତ୍ତରେ ଯିବି। ସର୍ତ୍ତଟା କଣ? ଯଦି ପ୍ରଥମେ ମୁଁ କିଛି ଖାଦ୍ୟ ଗ୍ରହଣ କରିବି, ଜାଗତୀୟ ଖାଦ୍ୟ ନୁହେଁ, ତୁମରି ଅଧରାମୃତ। ଆଉ ଯଦି ଆଖି ଫିଟେଇ ଚାହିଁବି, ପ୍ରଥମ ଆଖିଟା କିନ୍ତୁ ତମକୁ ଦେଖିବି। ଯଦି କାନ୍ଦିବି, ତମ କାନ୍ଦ ସହିତ କାନ୍ଦ ମିଶେଇକିରି କାନ୍ଦିବି। ଏଇଥିପାଇଁ ଚାହୁଁନା, ଏଇଥିପାଇଁ ଖାଉନା, ଏଇଥିପାଇଁ କାନ୍ଦୁନା, ମୋ ମାୟା ମତେ ସେ ତ ମାୟାଧାରୀ, ମାର କୋଳରୁ କ୍ଷୀର ଖାଇବା କରି ହସୁଥିଲେ ପ୍ରଭୁ। କିନ୍ତୁ ସେଦିନ ଝିଅଟାକୁ କନ୍ଦେଇବା ପାଇଁ ନିଜେ ପ୍ରଭୁ କାନ୍ଦିଲେ। ହସୁଥିବା କୃଷ୍ଣ କାନ୍ଦି ଉଠିଲେ, କୁଆ 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 କୁଆ। ଯୋଉ ଝିଅଟା 3 ଦିନ ହେଲା କାନ୍ଦି ନଥିଲା, ହଠାତ୍ ପାଟିରୁ କାନ୍ଦଣା ଆରମ୍ଭ ହେଇଗଲା। ତୁ ଗୋଟେ ଖାପ କର, ତୁ ଅପେରାକୁ ପଡ, ଡାଇରେକ୍ସନ ଦେ। ଝିଅଟା ଛୋଟିଆ ଝିଅଟେ କାନ୍ଦୁଛି, ପିଲାଟା ଥଣ୍ଡାରେ ପଡିଥିଲା ପୋଖରୀ ପାଣିରେ କୃଷ୍ଣ କାନ୍ଦୁଛନ୍ତି କୁଆ, କିନ୍ତୁ ଝିଅଟା କାନ୍ଦିଲା ଯେ, କିନ୍ତୁ ପ୍ରଥମ ଅକ୍ଷର ଧରିଛି ଝିଅ ତୁଣ୍ଡରେ ରା।
ରାସ ଶବ୍ଦ ଯେତେବେଳେ ବାହାରି ପଡ଼ିଲା ଝିଅ ତୁଣ୍ଡରୁ ହେଲା ବାପା ବୃଷମାନ ପାଖରେ ଛିଡ଼ା ହେଇଥିଲେ ଆନନ୍ଦରେ ନାଚି ଉଠେ ଲାଗିଲେ କୀର୍ତ୍ତି ଆଜ୍ଞା ଆରେ ଦୌଡ଼ି ଆସ କଣ ହେଲା ଆମ ଝିଅ କାନ୍ଦିଲାନି କିନ୍ତୁ ପ୍ରଥମ ଅକ୍ଷର ଧରିছে ରା ଏ ରା ରା ହୋଇ କାନ୍ଦୁଥିବାରୁ ତ ଝିଅ ନାମ ରାଧା ହେଲା ପ୍ରଥମ ଅକ୍ଷର ଧରିছে ରା ଆମ ପୁରାଣ କହିଲା ସେଥିପାଇଁ ଏ ଝିଅର ନାମ ହେଇଛି ରାଧା ରାଧା କିନ୍ତୁ ଆଜ୍ଞା ବଙ୍ଗଳା ସାହିତ୍ୟ ଚୈତନ୍ୟ ଭାଗବତ କବି କୃଷ୍ଣଦାସ କବିଦାସ ସେ କହିଲେ ନା ଏ ଝିଅ ନା ରାଧା କାହିଁକି ହେବ ବଙ୍ଗଳାରେ ଗୋଟେ ପଦ ଶୁଣ କୃଷ୍ଣ ନାମର ସଧାରା ନିତ୍ୟ କରେ ପାନ ନିତ୍ୟ କରେ ପାନରେ ନିତ୍ୟ କରେ ପାନ কৃষ্ণ নাম রসধারা নিত্য করে পান অতএব রাধা নাম পুরাণে রখান কৃষ্ণকর নাম রস ଏ କନ୍ୟା ନିତ୍ୟ ପାଳନ କରୁଥିବା ଆଜ୍ଞା ସେଥିପାଇଁ ମଙ୍ଗଳା ସାହିତ୍ୟ କରୁଛି ରାଧା ଦିଟା ମତ ଦେଲି ଆଉ ଗୋଟେ ମତ ଦଉଛି ବହି ହଉଛି ରାଧା ତାପିନୀ ଉପନିଷଦ ଏ ରାଧା ତାପିନୀ ଉପନିଷଦରେ ଏ ରାଧା ନାମ କାହିଁକି ହେଇଛି ଗୋଟେ ଶ୍ଳୋକ ବୋଲୁଛି ରାଧା ନାମ କାହିଁକି ହେଲା କହିଲେ ରାସବତ ବିଦିତ ଭଗବତୀ ଶବ୍ଦ ମୁକ୍ତି ବାଚକ ମୁକ୍ତି ପ୍ରଦାୟିକା ରାଧା ନାମ ପ୍ରକୀର୍ତ୍ତିତା ଶବ୍ଦ ରା ଶବ୍ଦର ଅର୍ଥ ହଉଛି ରାଧା ତାପିନୀ ଉପନିଷଦ କହେ ଭଗବତୀ धा शब्द अर्थ होची मुक्ति मुक्ति भक्ति जो नाम उच्चारण कले अरे हम एका बेलके भक्ति सहित मुक्ति मुक्ति मिल जाए प्रमाण आपण ज्ञानी मान पंडित मोर माँ मान आपण भीतर केही गोप वृंदावन मथुरा जाइछन आज्ञा 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 आशा हेलो सेठी स्वतंत्रता कोन हेलो प्रिय दर्शक बंधु आज जो माने उपहार स्वरूप किसी मत देइछंती कलाकार पय पैसा का बळ नहे से जे कला पे कलाकार मान भी बड़ प्रोत्साहन सार सार गोटे कथा कहूची आपण राधा कथा लेके आज आज एते कंदे देले वृंदावन आज्ञा मुख्य देवता की शिव बांक बिहारी आपण बांक बिहारी कहले तो बांक बिहारी बांक बिहारी आज्ञा किंतु बांक बिहारी को प्रशस्ति आज्ञा गोप मथुरा वृंदावन जेति की नाही सेति की प्रशस्ति आपण सेति अन्य गोटे देखिबे प्रत्येक कांथ बाड़े देखिबे लिखाई तो राधा राधे राधे सेठी केई का को प्रणाम बोली कहते कि नमस्कार बोली कहते जदि सान बड़ को नमस्कार करिवो ता मोर आगे भागो राधे राधे आशीर्वाद कला बेले सेठी के बुढ़ाटी हेता बुढ़ीटी हेता कि यशस्वी के कहते आशीर्वाद देला बेले राधे 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 ट्रैफिक पुलिस जेतेबेले गाड़ी अटकेइबो हाथ देखेइबो ता मोर बाहरी पड़िबो राधे 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 आज्ञा आमे ओडिया टिके पंडित को इंग्लिश आमे जल्दी खड़गपुर टपिलो हम मोर मंगला हारला
ঠিক কথা କହିଲେ ନା ଭାଇ ଆଜ୍ଞା ଆମେ ଆମ ଭାଷାକୁ ସେତେ ସମ୍ମାନ ଦଉଛେ ଆଉ ଯଦି କି ଖଣ୍ଡେ ଖଣ୍ଡେ ଇଂଲିଶ ଜାଣିଥିବ ତାদের ହଜାର ଭୁଲ ଅର୍ଥ ଆମେ ଫୋନ କଲା ବେଳେ ଆମ ଓଡ଼ିଆ ଭାଇମାନେ କହନ୍ତି ହାଲୋ ହାଲୋ ହ୍ୟାଲୋ କୋଉଠି ଅଛୁ ଏ? କିନ୍ତୁ ମଥୁରା ବୃନ୍ଦାବନରେ ଆପଣ ମାନେ ମନେ ରଖନ୍ତୁ କେହି ହାଲୋ କହନ୍ତିନି ଫୋନ କଲା ବେଳେ ଯିଏ ଫୋନ କରିବ ସେ ପ୍ରଥମେ କହିବ ରାଧେ 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 ଯିଏ ଫୋନ ରିସିଭ କରିବ ତା ମୋर ଭାରିବ राधे राधे आप कौन है कहाँ से बोल रहे हैं? कहां से बोल रहा है आज्ञा राधे राधे न आमे जगन्नाथ देशर लोक आमे बाहर राज्य गले ओडिया बोली कले घुणा करिवे न जदि आमे जगन्नाथ देशर लोक पाद धुई नै मुंडरे मारी न आमे आम फोन कला बेले आम जगन्नाथ भी भूली जाउछे आमे कहे हालो उनका स्टाइल है जेते बापा माने अछंती जेते मां माने अछंती भौणी माने अछंती जेते पुओ माने मोर अछंती गोटे छोटिया अनुरोध करके हाथ जोड़ी कहिबे कोन बा आज्ञा से हालो कोन आम पाखरे कोन समय नाही ठाकुर डाकिला पाए हरि बिथिए किंतु आजिकली हमें ठाकुर डाकिया पे एते भलो प्रोसेस आसी जाईछि ए जो मोबाइल खंडे खंडे धरुछि कहा पॉकेट रे मोबाइल ने का बोल नहीं दिनू को निहाती 10-15 टा निहाती फोन आछे ताने जे फोन कला बेले जे दार इष्ट शिव जगन्नाथ कहू कि हरिओम कहू कि राधे कृष्ण कहू कि राम सीता कहू कि श्री राम कहू जहां भी कहू अरे मोहरे टिके प्रमुख ना पोसी जाऊ